ସମସ୍ତଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲ ଉତ୍କଳ ଆଇକ୍ୟୁକୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀର ଯୋଉ ଆମର ଫାଷ୍ଟ ଲାଙ୍ଗୁଏଜ ଓଡ଼ିଆ ବା ଯୋଉ ସାହିତ୍ୟର ପ୍ରଥମ ପଦ୍ୟ ବନ୍ଦେ ଉତ୍କଳ ଜନନୀର ଗୋଟେ ସରଳାର୍ଥ ଆମେ ଆଜି ଡିସ୍କସନ କରିବା। ସରଳାର୍ଥଟି କଣ ଅଛି ଆମେ ଦେଖିବା। ସରଳାର୍ଥଟି ଅଛି ପୂତ ପୟୋଧି ବିଧୌତ ଶରୀରା ତାଳ ତମାଳ ସୁଶୋଭିତ ତୀରା। ୟାର ଅର୍ଥକୁ ଆମେ ବୁଝିଲା ପରେ ଏ ସରଳାର୍ଥଟି ଲେଖିବା। ସରଳାର୍ଥରେ ପ୍ରଥମେ ପୂତ ଡଟ୍ 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 ଆମେ ଶେଷ ଶବ୍ଦ ଯିଏ ଅଛି ତୀରାକୁ ପ୍ରଥମେ ଲେଖିଦେଲୁ। ନେକ୍ସଟ ଆମେ ଲେଖିବା ସଂକ୍ଷିପ୍ତ ପଦ୍ୟାଂଶଟି। ପ୍ରଥମେ ହଉଛି ପଦ୍ୟଟି କୋଉଠୁ ଆସିଛି। ସଂକ୍ଷିପ୍ତ ପଦ୍ୟାଂଶଟି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ କବିତାରୁ ଗୃହୀତ। ଏ ଯୋଉ ପଦ୍ୟାଂଶଟି ଆମର କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଯୋଉ ବନ୍ଦେ ଉତ୍କଳ ଜନନୀ କବିତା ଅଛି ସେଥିରୁ ଆସିଛି। ଏଠାରେ କବି ଜଳଧି ଜଳ ବିଧୌତା ଉତ୍କଳ ଜନନୀ କିଭଳି ଭଳି ତାଳ ତମାଳ ସୁଶୋଭିତ ତଟମଣ୍ଡିତା ହୋଇ ପ୍ରାକୃତିକ ସଭାର ଅପୂର୍ବ ଗନ୍ତାଘର ସାଜିଛି ସେ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେ କହିଛି ପୂତ ପୟୋଧି ବିଧୌତ ଶରୀରା, ଯେମିତି ବିଧୌତ ଶରୀରା ମହୋଦଧି ଯେମିତି ଆମର ଉତ୍କଳ ଜନନୀର ଶରୀରକୁ ଧୋଉଛି, ତା ସହ ସେଥିରେ ଆମର କଣ ଦେଲା ତାଳ ତମାଳ ସୁଶୋଭିତ ତୀରା, ସେଥିରେ କଣ ହଉଛି ବିଭିନ୍ନ ବୃକ୍ଷ ଗଛ ରାଜିର ସୁଶୋଭିତ ହୋଇ କେମିତି ଆମ ପ୍ରାକୃତିକ ସ୍ୱଭାବ ବଢଉଛି ଆମର ଉତ୍କଳ ଜନନୀରେ ସେଇଟା ଏଠାରେ ବର୍ଣ୍ଣନା କରାଯାଇଛି। ଏଠାରେ କବି ଜଳ ବିଧୌତା ଉତ୍କଳ ଜନନୀ କିଭଳି ତାଳ ତମାଳ ସୁଶୋଭିତା ତଟମଣ୍ଡିତା ହୋଇ ପ୍ରାକୃତିକ ସଭାର ଅପୂର୍ବ ଗନ୍ତାଘର ସାଜିଛି ସେ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ନେକ୍ସଟ ଆମେ ଲେଖିବା ଏ ବାବଦରେ ଭିତରେ କିଛି କଣ୍ଟେଣ୍ଟ ଲେଖିବା। ସେଥିରେ ଲେଖିବା କବି ପ୍ରାଣରେ କବିଙ୍କ ମନରେ ସ୍ନେହମୟୀ ସୌନ୍ଦର୍ଯ୍ୟମୟୀ ହାସ୍ୟମୟୀ ଭାଷ୍ୟମୟୀ ଉତ୍କଳ ଜନନୀର ବନ୍ଦନା ଉଚ୍ଛ୍ୱସିତ ହୋଇ ଉଠିଛି। ଚାରୁ ହାସିନୀ ଚାରୁ ଭାସିନୀ ଉତ୍କଳ ଜନନୀର ପବିତ୍ର ଶରୀରକୁ ମହୋଦଧି ଧୌତ କରୁଥିବା ବେଳେ ତାର ତଟ ଦେଶରେ ତାଳ ତମାଳ ଆଦିର ଅପୂର୍ବ ଶୋଭାର ଭଣ୍ଡାର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରାଇଛି। ତେଣୁ ଥିଲା ମଙ୍ଗଳ ପୂତ ପୟୋଧି ବିଧୌତ ଶରୀରା ତାଳ ତମାଳ ସୁଶୋଭିତ ତୀରା। ତେଣୁ କଣ ହେଇଛି ପୂତ ପୟୋଧି ଯେମିତି ଆମ ଉତ୍କଳ ମାର ପାଦକୁ ଧୌତ କରୁଥିଲା ବେଳେ ସେଠାରେ ଯୋଉ ତାଳ ତମାଳ ଗଛ ଅଛି ମାର ଶୋଭାବର୍ଦ୍ଧନ କରୁଛି। ତେଣୁ ଲେଖା ହେଲା କବି ପ୍ରାଣରେ ସ୍ନେହମୟୀ ହଉଛନ୍ତି ମା ଉତ୍କଳ ଜନନୀ, ସୌନ୍ଦର୍ଯ୍ୟମୟୀ ଉତ୍କଳ ଜନନୀ, ହାସ୍ୟମୟୀ ଉତ୍କଳ ଜନନୀ, ଭାଷ୍ୟମୟୀ ଉତ୍କଳ ଜନନୀ। ତେଣୁ ସବୁ ଉତ୍କଳ ଜନନୀର ଗୁଣଗାନ କରାଯାଇଛି। ଚାରୁ ହାସିନୀ ଚାରୁ ଭାସିନୀ ଉତ୍କଳ ଜନନୀର ପବିତ୍ର ଶରୀରକୁ ମହୋଦଧି ଧୌତ କରୁଥିବା ବେଳେ ତାର ତଟ ଦେଶରେ ତାଳ ତମାଳ ଆତିର ଅପୂର୍ବ ଶୋଭାର ଭଣ୍ଡାର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି। ଗିରି ସାଗର ମଣ୍ଡିତା କାନନ ବିଶୋଭିତା ଉତ୍କଳ ଜନନୀର ସୌନ୍ଦର୍ଯ୍ୟରେ କବି ଆତ୍ମବିଭରିତ ହୋଇ ଉଠିଛନ୍ତି। କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଏଇ ଯୋଉ ଗିରି ସାଗର ଶୋଭିତା ସାଗର ମଣ୍ଡିତା କାନନ ବି ଶୋଭିତା ଉତ୍କଳ ଜନନୀର ସୌନ୍ଦର୍ଯ୍ୟ ଦେଖି ନିଜେ ଆତ୍ମବିଭରିତ ହୋଇ ଉଠିଛନ୍ତି। ଫଳରେ ସେ ଲେଖିଛନ୍ତି ପୂତ ପୟୋଧି ବିଧୌତ ଶରୀରା ତାଳ ତମାଳ ସୁଶୋଭିତ ତୀରା। ତେଣୁ ଲାଷ୍ଟ ଆମେ ଲେଖିବା କବିଙ୍କର ଏଇ ଉକ୍ତିଟି ହୃଦୟସ୍ପର୍ଶୀ ଅଟେ।